ଘୂର୍ଣ୍ଣିଝଡ଼ରେ ଘାଇଲା ସୁପର ପାୱାର ଆମେରିକା। ଭୟଙ୍କର ଝଡ଼ ତୋଫାନରେ 34 ଜଣ ପ୍ରାଣ ହରାଇଥିବା ବେଳେ 29ରୁ ଅଧିକ ଆହତ ହୋଇଛନ୍ତି। କ୍ଷତିଗ୍ରସ୍ତ ହୋଇଛି ମିସାରି, ଟେକ୍ସାସ, କାନସାସ ଓ ମିସୋରି ପ୍ରଦେଶ। କେବଳ ମିସୋରିରେ 12 ଜଣଙ୍କ ଜୀବନ ନେଇଛି ଟର୍ନାଡୋ। 10 କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି। ଘୂର୍ଣ୍ଣିଝଡ଼ରେ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଛି। ଘଣ୍ଟା ପ୍ରତି 136ରୁ 165 କିଲୋମିଟର ବେଗରେ ପବନ ବହିଥିଲା। କିଛି କାର ଉଡ଼ିବା ଦେଖିବାକୁ ମିଳିଛି। ଟର୍ନାଡୋ ପରେ ବନ୍ୟା ଆଲର୍ଟ ଜାରି ହୋଇଛି। ପ୍ରାୟ 1 କୋଟି ଲୋକ ଟର୍ନାଡୋ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜୋରସୋରରେ ରେସ୍କ୍ୟୁ ଅପରେସନ ଚାଲିଛି। ରାଜ୍ୟପାଳ ସାରା ହକାବି ସାଣ୍ଡର୍ସ ଏକ୍ସରେ କହିଛନ୍ତି ଯେ ଆମେ ଗତକାଲି ରାତିର ଝଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସର୍ଭେ କରିବା ପାଇଁ ଦଳ ଗଠନ କରିଛୁ ଏବଂ ପ୍ରଥମ ଥର ପାଇଁ ଉଦ୍ଧାର ଦଳ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥଳଭାଗରେ ଅଛନ୍ତି। ଖରାପ ପାଗ ଏବଂ ଅଗ୍ନିକାଣ୍ଡ ବିପଦ ଯୋଗୁଁ ଆଲବାମା, କାନସାସ ଏବଂ ମିସୋରିରେ ରାଜ୍ୟପାଳମାନେ ଜରୁରୀକାଳୀନ ଘୋଷଣା ଜାରି କରିଛନ୍ତି। ତେବେ ଦକ୍ଷିଣ ସମତଳ ଅଞ୍ଚଳରେ 80 କିଲୋମିଟରରୁ ଅଧିକ ବେଗରେ ପବନ ବହିବାରୁ ଟେକ୍ସାସରେ ଧୂଳିଝଡ଼ ହୋଇଛି। ଏହାସହ କାର ଦୁର୍ଘଟଣା ହୋଇଛି। ଏହି ଅଘଟଣରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ପବନ ଏବଂ ଧୂଳିଝଡ଼ ଯୋଗୁଁ ଟ୍ରକ୍, ଗଛ ଏବଂ ବିଦ୍ୟୁତ୍ ତାରଗୁଡ଼ିକ ଉପୁଡ଼ି ଯାଇଛି, ଯାହାଫଳରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ହୋଇଛି। ଆଜି ସକାଳ ସୁଦ୍ଧା ମଧ୍ୟ ପଶ୍ଚିମ ଏବଂ ମିସିସିପି ଉପତ୍ୟକାରେ ଘୂର୍ଣ୍ଣିଝଡ଼, ଶିଳାବୃଷ୍ଟି ଏବଂ ପବନ ସମେତ ଖରାପ ପାଗର ରିପୋର୍ଟ ଆସିଥିଲା। ରାତିରେ ମଧ୍ୟ ଘୂର୍ଣ୍ଣି ବାତ୍ୟାର ଆଶଙ୍କା ରହିଛି, ଯାହାଫଳରେ ଲୋକଙ୍କୁ ବହୁ କ୍ଷୟକ୍ଷତି ସହିବା ସହ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।